ବାହାର ରାଜ୍ୟରେ ଚାକିରି କରି ମଧ୍ୟ ନିଜ ଗାଁ ଓ ବିଦ୍ୟାଳୟକୁ ଭୁଲି ନାହାନ୍ତି ଇଞ୍ଜିନିୟର ଅନନ୍ତ ଚରଣ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କାନ୍ଥମାଳ ଅଞ୍ଚଳର ଏକ ଗ୍ରାମ କଜଳାଇପଲ୍ଲୀ। ସେହି ଗ୍ରାମର ଜଣେ ବିଜ୍ଞ ବ୍ୟକ୍ତି ଓ ସମାଜସେବୀ ସ୍ୱର୍ଗତ ହାଡ଼ୁବନ୍ଧୁ ମିଶ୍ରଙ୍କ ସୁପୁତ୍ର ଅନନ୍ତ ଚରଣ ମିଶ୍ର ଜଣେ ବରିଷ୍ଠ ଯନ୍ତ୍ରୀ ଭାବରେ ରାଜ୍ୟ ବାହାରେ ବିଭିନ୍ନ କମ୍ପାନୀମାନଙ୍କରେ କାର୍ଯ୍ୟ କରି ସୁନାମ ଅର୍ଜନ କରି ଅବସର ନେଇଥିଲେ ମଧ୍ୟ ଏବେ ବି ପଶ୍ଚିମବଙ୍ଗର ଏକ କମ୍ପାନୀରେ ମୁଖ୍ୟ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି। କିନ୍ତୁ ସେ ନିଜ ଗାଁ ଓ ବିଦ୍ୟାଳୟକୁ ଭୁଲି ପାରି ନାହାନ୍ତି। ପ୍ରତିବର୍ଷ 2-3 ଥର ଗ୍ରାମକୁ ଆସି ଗ୍ରାମର ନିଜେ ପଢ଼ିଥିବା ସାରସ୍ୱତ ଲୋକ ବିଦ୍ୟାପୀଠର ଓ କଜଳାଇପଲ୍ଲୀ ଡାକ୍ତରଖାନାର ଅଭାବ ଅସୁବିଧା ବୁଝି ସାହାଯ୍ୟ କରିବାରେ କେବେ ଅବହେଳା କରିନାହାନ୍ତି। ଆଜି ସେ ଗ୍ରାମକୁ ଆସି ସକାଳୁ ଗ୍ରାମ ଲୋକଙ୍କ ସହିତ ଆଲୋଚନା କରି ଭାଇଚାରା ନେଇ ଗ୍ରାମର ଉନ୍ନତି ପାଇଁ କାମ କରିବାକୁ ପରାମର୍ଶ ଦେବା ସହିତ ନିଜେ ସବୁ ସ୍ତରରେ ସାହାଯ୍ୟ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ। ଦିନ 9 ଘଣ୍ଟା ସମୟରେ ସ୍କୁଲକୁ ଯାଇ ପାଠପଢ଼ା ସହିତ ନିକଟସ୍ଥ ଆଦିବାସୀ ଗ୍ରାମର ପିଲାମାନଙ୍କ କଥା ବୁଝିଥିଲେ। ଆଜି ସେ ବିଦ୍ୟାଳୟଠାରୁ 10 କିଲୋମିଟର ଦୂର ଆଦିବାସୀ ଗାଁ ଗୋଛା, ପୁନିପଡ଼ା, ଶିମିଳି ଇତ୍ୟାଦିକୁ ଯାଇ ଆଦିବାସୀ ଅଭିଭାବକମାନଙ୍କ ସହିତ ଆଲୋଚନା କରି ପ୍ରତି ପିଲାଙ୍କୁ ବିଦ୍ୟାଳୟକୁ ଛାଡ଼ିବାକୁ ବୁଝାଇଥିଲେ। ବିଗତ ବର୍ଷମାନଙ୍କରେ 10 କିଲୋମିଟରରୁ ପିଲା ଯାତାୟାତର ଅସୁବିଧାକୁ ଉପଲବ୍ଧ କରି ସମସ୍ତ ପିଲାଙ୍କୁ ଗୋଟିଏ ଗୋଟିଏ ସାଇକେଲ ପ୍ରଦାନ ସହିତ ପାଠ ପଢ଼ି ଆସୁଥିବା ସମସ୍ତ ପିଲାଙ୍କ ପାଠପଢ଼ା ଖର୍ଚ୍ଚକୁ ନିଜେ ବହନ କରୁଛନ୍ତି। ପ୍ରତି ଆଦିବାସୀ ପିଲା ବିଦ୍ୟାଳୟକୁ ଆସି ପାଠ ପଢ଼ି ଶିକ୍ଷିତ ହେବାର ଲକ୍ଷ୍ୟ ନେଇ ତାଙ୍କର ଉଦ୍ବେଗ ଓ ଉତ୍ସାହ ଦ୍ୱାରା ଏବେ 2 ଜଣ ଆଦିବାସୀ ପିଲା ପାଠ ପଢ଼ି ଚାକିରି କରିବା ସହିତ ପ୍ରାୟ 10 ଜଣରୁ ଅଧିକ ପିଲା ମେଟ୍ରିକ ପାସ୍ କରି ଉଚ୍ଚଶିକ୍ଷା ଲାଭ କଲେଣି। ଆଦିବାସୀ ପିଲାଙ୍କୁ ଓ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ଆକର୍ଷିତ କରିବା ପାଇଁ ବିଦ୍ୟାଳୟ ସମ୍ମୁଖସ୍ଥ ଷ୍ଟିଲ୍ ଗେଟ୍, ବିଶୁଦ୍ଧ ପାଣି ପିଇବା ପାଇଁ ଆକ୍ୱାଗାର୍ଡ଼ ମେସିନ୍, ପିଲାଙ୍କୁ ଗରମ ଦାଉରୁ ରକ୍ଷା ପାଇଁ 6ଠ, 7ମ, 8ମ ଶ୍ରେଣୀରେ ଫ୍ୟାନ୍ ଲଗାଇଛନ୍ତି। ମୋ ସ୍କୁଲ କାର୍ଯ୍ୟକ୍ରମରେ ଜଣେ ଆଲୁମିନି ଭାବରେ ପ୍ରତିବର୍ଷ ସ୍କୁଲରେ ବୃକ୍ଷରୋପଣ କରିବା ସହିତ ଇତ୍ୟାଦି ଅନେକ କାମ ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରି ଚାଲିଛନ୍ତି। ବିଦ୍ୟାଳୟକୁ 75 ବର୍ଷ ଉପଲକ୍ଷେ ଏହି ବର୍ଷ ଜୁଲାଇ ମାସ 3, 4, 5 ତାରିଖକୁ ମହାସମାରୋହରେ ପାଳନ ପାଇଁ ଶିକ୍ଷକମାନଙ୍କ ସହିତ ଆଲୋଚନା କରି ସମସ୍ତ ପ୍ରକାର ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ସ୍କୁଲ ନିକଟରେ ଥିବା ଡାକ୍ତରଖାନାର କର୍ମଚାରୀଙ୍କ କ୍ୱାର୍ଟର ନିର୍ମାଣ ପାଇଁ ସ୍ଥାନ ନିରୂପଣ ସହିତ ଶୀଘ୍ର କାର୍ଯ୍ୟ କରିବାକୁ ଅଞ୍ଚଳର ବ୍ୟକ୍ତିବିଶେଷଙ୍କୁ କହିବା ସହିତ ସମସ୍ତ ପ୍ରକାର ସାହାଯ୍ୟ ପାଇଁ ପ୍ରତିଶ୍ରୁତି ମଧ୍ୟ ପ୍ରଦାନ କରିଛନ୍ତି। ଅଞ୍ଚଳର ଜଣେ ଯୋଗ୍ୟ ବ୍ୟକ୍ତି ଓ ବିଦ୍ୟାଳୟର ପୁରାତନ ଛାତ୍ର ଭାବରେ ତାଙ୍କର ଏତାଦୃଶ କାର୍ଯ୍ୟ ପାଇଁ ଅଞ୍ଚଳର ବୁଦ୍ଧିଜୀବୀ ଓ ବ୍ୟକ୍ତିବିଶେଷ ଧନ୍ୟବାଦ ଦେବା ସହିତ ତାଙ୍କର ଦୀର୍ଘ ଜୀବନ କାମନା କରି ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ପ୍ରକାଶ କରିଛନ୍ତି। ଓଡ଼ଗାଁରୁ ଦୀନବନ୍ଧୁ ମହାପାତ୍ରଙ୍କ ରିପୋର୍ଟ।